ଯେଉଁ ଛାତ୍ରଛାତ୍ରୀମାନେ ଷ୍ଟେଟ୍ ସ୍କଲାରସିପ୍‌ରେ ସେମାନଙ୍କ ସ୍କଲାରସିପ୍ ଆବେଦନ କରିଥିଲେ, ସେମାନେ ଭାବୁଥିଲେ ଆମର କେବେ ଟଙ୍କା ଆସିବ। ଟଙ୍କା ତ ଆସିବ, କିନ୍ତୁ ତା ପୂର୍ବରୁ ଆପଣ ନିଜର ଷ୍ଟାଟସ୍ ଚେକ୍ କରନ୍ତୁ। ଷ୍ଟାଟସ୍ ଚେକ୍ କରିବା ପାଇଁ ଆପଣ ଷ୍ଟେଟ୍ ସ୍କଲାରସିପ୍ ଭିଜିଟ୍ କରିବା ପାଇଁ ପଡ଼ିବ ଏବଂ ଲଗ୍ଇନ୍‌ରେ ଆପଣଙ୍କର ଆଧାର ନମ୍ବର ଏବଂ ପାସୱାର୍ଡ଼ ଦେଇକିରି ଆପଣ ନିଜର ଷ୍ଟାଟସ୍ ଦେଖନ୍ତୁ। ଆପଣଙ୍କର ମାନେ ଫର୍ମରେ ଯେଉଁ ଆବେଦନ କରିଥିଲେ ସେଇଟା ଠିକ୍ ଥିଲା କିମ୍ବା ଆପଣଙ୍କ କଲେଜରୁ ରିଭୋଟ୍ ହୋଇକି ଆସିଛି, ଆପଣଙ୍କୁ ରିସବମିସନ୍ ବା ରିଆପ୍ଲାଏ ଆଉଥରେ କରିବା ପାଇଁ ପଡ଼ିବନି କି ପଡ଼ିବ। ଆପଣ ଥରେ ଷ୍ଟାଟସ୍ ନିଜର ଦେଖନ୍ତୁ। ଯେଉଁମାନଙ୍କର ନୂତନ ଭାବେ ସାର୍ଟିଫିକେଟ୍ ଇନକମ୍ ହେଉ କିମ୍ବା କାଷ୍ଟ ହେଉ ବାହାର କରିଥିଲେ, ସେମାନଙ୍କର ଯେତେବେଳେ ଆବେଦନ କରୁଥିଲେ ନୋ ଡାଟା ଫାଉଣ୍ଡ ଲେଖୁଥିଲା, ସେମାନେ ଭାବୁଥିଲେ 31 ଡିସେମ୍ବର ଆମର ଲାଷ୍ଟ ଡେଟ୍ ଅଛି, ଆମେ ଆବେଦନ କରିପାରିବୁନୁ। ସେ ଛାତ୍ରଛାତ୍ରୀମାନେ ଖୁସି ଖବର ଆସିଛି, ସେମାନେ ବର୍ତ୍ତମାନ ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ର ଡେଟ୍ ବଢ଼ି ସାରିଛି, 1 ମାସ ମଧ୍ୟ ଆହୁରି ବଢ଼ି ସାରିଛି। 31 ଜାନୁଆରୀ ସୁଦ୍ଧା ସେମାନେ ଆବେଦନ ଶେଷ କରିପାରିବେ। ସେମାନେ ଯେଉଁମାନେ ଆବେଦନ କରିପାରିନାହାନ୍ତି, ସେମାନେ ଆଉଥରେ ଟ୍ରାଏ କରି ଆବେଦନ କରନ୍ତୁ। ଆପଣଙ୍କ ହାତରେ ଆହୁରି 1 ମାସ ସମୟ ରହିଅଛି। ଯଦି ଆପଣଙ୍କର ଷ୍ଟେଟ୍ ସ୍କଲାରସିପ୍ ଉପରେ କିମ୍ବା କୃଷି ବିଦ୍ୟା ହେଉ କିମ୍ବା ପୋଷ୍ଟ ମାଟ୍ରିକ ହେଉ କିମ୍ବା ଯେକୌଣସି ସ୍କଲାରସିପ୍‌ରେ ଆପଣଙ୍କର କିଛି ଡାଉଟ୍ ଥାଏ, ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରିପାରିବେ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ନୂଆ ଭିଡ଼ିଓ ଆଗକୁ ଦେଖିବା ପାଇଁକା।